ଜୟ ଜଗନ୍ନାଥ ସାଙ୍ଗମାନେ। ତ ଫ୍ରେଣ୍ଡ, ଆଜି ଆମେ 5 ମେ ଥାର୍ଡ଼ ସିଫ୍ଟରେ ଆମର ଯେତକ ବି ଓଡ଼ିଆ ଗ୍ରାମାର କୋଶ୍ଚିନ୍ ଆସିଥିଲା ତାକୁ ଡିଟେଲ୍ସରେ ଆଲୋଚନା କରିବା, ଯାହାଦ୍ୱାରା ଯଦି କୋଶ୍ଚିନ୍ ଆପଣଙ୍କ ଏକ୍ଜାମରେ ଆସୁଛି ଯେପରି ଆପଣମାନେ ଭୁଲ ନ କରନ୍ତି। ଏହା ପୂର୍ବରୁ ଆମେ ମଧ୍ୟ ବହୁତ ସାରା ଓଡ଼ିଆ ଗ୍ରାମାର କୋଶ୍ଚିନ୍ ଡିସ୍କସନ୍ କରିଛେ, ଦେଖିନାହାନ୍ତି ଡିସ୍କ୍ରିପ୍ସନରେ ପ୍ଲେଲିଷ୍ଟ ଲିଙ୍କ୍ ଅଛି, ଚେକ୍ କରିନେବେ। ଆଉ ଗୋଟେ କଥା, ସମସ୍ତଙ୍କୁ ଅନୁରୋଧ ରହିବ, ଯଦି ଭିଡ଼ିଓ ଭଲ ଲାଗୁଛି କାଇଣ୍ଡଲି ଗୋଟେ ଲାଇକ୍ କରି ସବସ୍କ୍ରାଇବ୍ କରିଦେବେ। ଓକେ, ତ ଦେଖନ୍ତୁ ପ୍ରଥମ ପ୍ରଶ୍ନ କ'ଣ ଦେଇଛି। ଶ୍ରବଣ କୁମାର ବୁଦ୍ଧ ପିତାମାତାଙ୍କର ଡ୍ୟାସ୍ ଥିଲେ। ବହୁତ ସହଜ କୋଶ୍ଚିନ୍। ଅନ୍ଧର ଲଉଡ଼ି, ଏହାର ଅର୍ଥ କ'ଣ? ଅନ୍ଧର ଲଉଡ଼ି ଅର୍ଥ ଅସହାୟର ସାହା। ଯେହେତୁ ଶ୍ରବଣ କୁମାରଙ୍କ ପିତାମାତା ବୁଦ୍ଧ ହୋଇଯାଇଥିଲେ, ତେଣୁ ଶ୍ରବଣ କୁମାର ତାଙ୍କ ଶେଷ ବେଳର ଅସହାୟର ସାହା ଥିଲେ। ତେବେ ଆମର ପ୍ରଥମରେ ଦେଇଛି ଓଳିଆରୁ ଗଜା, ଏହାର ଅର୍ଥ କ'ଣ? କ'ଣ? ଜନ୍ମରୁ ଚତୁର। ନେକ୍ସଟ, ଅହିନକୁଳ ସମ୍ପର୍କ, ଏହାର ଅର୍ଥ କ'ଣ? ଘୋର ଶତ୍ରୁତା। ଏକ ଘରିକିଆ, ଏହାର ଅର୍ଥ କ'ଣ? ସାମାଜିକ ବାସନ୍ଦ। ନେକ୍ସଟ କ୍ୱେଶ୍ଚିନ୍, ସେ ପିଲାଟି ଡ୍ୟାସ୍, ତାକୁ ବିଶ୍ୱାସ କର ନାହିଁ। ସେ ପିଲାଟି ଏପରି କ'ଣ ଯେ ତାକୁ ବିଶ୍ୱାସ କର ନାହିଁ? ଅର୍ଥ ଚାରି ଦୌଡ଼ି କଟା। ଚାରି ଦୌଡ଼ି କଟା ତ କ'ଣ? ଅନ୍ୟାୟତ। ଓକେ, ଯାହାକୁ ଆମେ କହିପାରିବା ଶାସନରୁ ବାହାର। ଯେହେତୁ ସେ ପିଲାଟି ଚାରି ଦୌଡ଼ି କଟା, ତାକୁ ବିଶ୍ୱାସ କର ନାହିଁ, ମାନେ ସେ ଯାହା ବି କହିବ ତାପରେ ଜମା ବି ବିଶ୍ୱାସ କରିବ ନାହିଁ। ବଣ ବିଛୁଆତି, ଏହାର ଅର୍ଥ କ'ଣ? ଆମେ କହିପାରିବା ଅତି ଦୁଷ୍ଟ କହିପାରିବା। ନେକ୍ସଟ, କୁମ୍ଭୀର କାନ୍ଦଣା, ଏଇ ରୂଢ଼ିର ଅର୍ଥ କ'ଣ? କ'ଣ ନା ମିଥ୍ୟା ସମବର୍ଦ୍ଧନା, ବା ଆମେ କହିପାରିବା ଛଳନା କହିପାରିବା। ନିଷ୍ଫଳ ଫାତେନା, ଏଇ ରୂଢ଼ିର ନିଷ୍ଫଳ ଫାତେନା କହିଲା ରୂଢ଼ି ଗୋଟେ ଅଛି, କ'ଣ? ବୃଥା ପରିଶ୍ରମ। ନିଷ୍ଫଳ ଫାତେନା ମାନେ କ'ଣ? ବୃଥା ପରିଶ୍ରମ। ନେକ୍ସଟ, ନୂଆର ବିପରୀତ କ'ଣ ହେବ? କ'ଣ ହେବ? ନୂଆର ପୁରୁଣା ହେବ। ଯଦି ପଚାରିବ ପ୍ରାଚୀନର, ପ୍ରାଚୀନର କ'ଣ ହେବ? ପ୍ରାଚୀନ କ'ଣ ହେବ? ନବୀନ ହେବ। କ'ଣ ହେବ? ନବୀନ। ନେକ୍ସଟ, ଏଠି ଉପସର୍ଗ ଚାପ୍ଟରରୁ କୋଶ୍ଚିନ୍ ଆସିଲା। ଉପସର୍ଗ ଚାପ୍ଟରରୁ ଯେମିତି ହେଲେ ବି ଗୋଟେରୁ ଯୋଡ଼େ କୋଶ୍ଚିନ୍ ଆସୁଛି, ତେଣୁ ଆପଣମାନେ ଉପସର୍ଗ ଚାପ୍ଟରକୁ ଟିକେ ଭଲସେ ପଢ଼ି ନେବେ। ତ ଦେଖନ୍ତୁ କ'ଣ ଦେଇଛି। ପ୍ରତ୍ୟାଗମନ, ଏଥିରେ ବ୍ୟବହୃତ ହେଉଥିବା ଉପସର୍ଗ ଚିହ୍ନିତ କର। ଉପସର୍ଗ କହିଲ ଆମର କେତେଟା? କେତେଟା? 20ଟା। ଯଦି ମୁଁ ତୁମକୁ ପଚାରେ କ'ଣ କ'ଣ କହିଲ, ମୁଁ କହୁଛି ଟିକେ ଲେଖି ରଖିବ। ଓକେ, କାରଣ ଏଠି ଲେଖିବାକୁ ଜାଗା ନାହିଁ, ତ ମୁଁ କହୁଛି ଲେଖି ରଖିବ। ପ୍ର, ପରା, ଅପ, ତାପରେ ସମ, ଅନୁ, ଅବ, ନିସ୍, ନିର୍, ଦୁସ୍, ଦୂର, ବି, ଅଧି, ସୁ, ଉତ୍, ଅଭି, ପତି, ପରା, ଅପ, ଉପ, ଆ। ଓକେ, 20ଟା ଆମର ଉପସର୍ଗ। ତା ଭିତରୁ ପ୍ରତି ହେଉଛି ଗୋଟେ ଉପସର୍ଗ। ପ୍ରତ୍ୟାଗମନଟା କେମିତି ହେଇଛି? ପ୍ରତି ଉପସର୍ଗ, ଆ ଧାତୁ, ଆଉ କ'ଣ? ଆଉ କ'ଣ? ଗମନ ପ୍ରତ୍ୟୟ। ଆମର କ'ଣ ହେଇଛି? ପ୍ରତ୍ୟାଗମନ। ସେହିପରି ତେବେ ଉତ୍ତର କ'ଣ ହେବ? ପ୍ରତି ଉପସର୍ଗ, ଆ ଧାତୁ। ସେହିପରି ମୁଁ ତୁମକୁ ଯଦି କହିବି ଏଠି ତୁମେ ପ୍ରତି ଉପସର୍ଗ, ଆ ଧାତୁ ଲଗେଇ ଆଉ କିଛି ଶବ୍ଦ କହିଲ, କହ, କୁହ। ଏଇଟା ତୁମେ କମେଣ୍ଟ କରି କହିବ। ଓକେ, ପ୍ରତି ଉପସର୍ଗ, ଆ ଧାତୁ ଲଗେଇ ଆଉ କ'ଣ ଶବ୍ଦ ହୋଇପାରିବ? ମୁଁ ତୁମକୁ ଆଉ ଗୋଟେ ଏକ୍ଜାମ୍ପଲ୍ ଦେଉଛି। ପ୍ରତି ଅ ଉପସର୍ଗ ଲଗେଇ ପ୍ରତି ଯୁକ୍ତ ଅନୁଗମନ, କ'ଣ ହେବ? କ'ଣ ହେବ? ପ୍ରତ୍ୟାନୁଗମନ। ପ୍ରତି ଯୁକ୍ତ ଉତ୍ତର, ପ୍ରତ୍ୟୁତ୍ତର,
ओके नेक्स्ट क्वेश्चन को जीवा पूर्व कहवाई चाहिए जहाँ को फॉरेस्ट गार्ड फॉरेस्टर आरआई अमीनर PYQ क्वेश्चन दरकार विथ आंसर जो मान को दरकार से माने कौन कर 824909 ओके 79209 यही नंबर व्हाट्सअप कर केवल 29 टका 29 टका पे कर तुमको फॉरेस्ट गार्ड क्वेश्चन विथ आंसर PDF मिल जाए आउ 29 टका पे गले आरआई अमीनर PDF मिल जाए बोथ दरकार केवल 50 टका पे कर बोथ PDF मिल जाए गोटे PDF दरकार 29 टका पे कले गोटे PDF मिल जाए ओके जहाँ को दरकार से मेसेज कर नेक्स्ट क्वेश्चन ओडिया भाषा रे केउठी देश शब्द नुह आमर शब्द भंडार को 4 भाग में विभक्त करा जायछि कौन कौन तत्सम तद्भव देशज वैदेशिक तत्सम माने कौन ताहा सहित समान अर्थ संस्कृत भाषा सहित समान उदाहरण मु कहबी गाभी गाभी होची तत्सम शब्द तद्भव जहाँकि तत्सम भाषार अपरिवर्तित होई ओडिया भाषा रे प्रचलित होइछि जेमति कि मु संस्कृत रे कहली गाभी ओडिया रे सेटा कह हबो गाय देशज जो भाषा आमर आंचलिक अंचल रे बा आम माने आम एरिया रे प्रचलित होछि बा आम देश रे प्रचलित होछि उदाहरण बोरा सजना चिरुडा देश वैदेशिक जहाँकि विदेश रे प्रचलित होछि ओके जेमति कि तास मु तुमको कहबी तास गोटे किपरि शब्द एटा तो गोटे वैदेशिक शब्द किंतु परीक्षा रे पचारिबो तास आमर कि प्रकार शब्द मन रखिबो पोर्तुगीज बा पारसी शब्द ओके पोर्तुगीज बा पारसी शब्द नेक्स्ट क्वेश्चन पुत्रर प्रतिशब्द कौन हम पुत्रर प्रतिशब्द कौन हम पुओ हम किंतु एटी ऑप्शन रे पुओ नाही तेणु आमर आंसर संतान हम संतान कहया गले तो पुओ किबा झियो को बुझाए किंतु जेहेतु एटी पुत्र नाही तेणु आमे संतान को काउंट करि परिबा दुईटा माने कौन झियो कन्या कन्नक कहि परिबा शावक माने हम कौन कहवा पशु पक्षी माने छुआ को कहि परिबा ओके नेक्स्ट क्वेश्चन बालुत बालुतर विपरीत शब्द कौन हम बुद्ध तरुणर पति शब्द युवक हो परिबो ओके नेक्स्ट नाचर नाम धातु क्रिया कौन प्रथमे तमे मते कह नाम धातु क्रिया कौन नाम धातु क्रिया कौन विशेष्य और विशेषण को नहीं जो क्रिया गठित होता है ताकू आमे नाम धातु क्रिया कहता कौन विशेष्य और विशेषण को नहीं जो क्रिया गठित होता है ताकू आमे नाम धातु क्रिया कहता जेमति कि नाच होची गोटे विशेष्य आमर एथुरु कौन तैयारी हो नचेइबा गोड़रू गोड़ाइबा हाथरू हाथेइबा ओके नेक्स्ट देख पुणी थरे उपसर्ग चैप्टर क्वेश्चन आसिला परामर्श यही शब्दटी किपरि तैयारी होछि केमिति तैयारी होछि परा उपसर्ग मृष धातु अप्रत्यय एठी तुम जदि मु पचारिबी मृष धातुर अर्थ कौन तुम कौन कह विचार करिबा बा पर्यालोचना करिबा कौन मृष धातुर अर्थ विचार करिबा बा पर्यालोचना करिबा जदि मु तुमको एठी पचारे परामर्शर अर्थ कौन तुम कौन कह कौनसी विषय रे आलोचना करा जिबा कौनसी विषय रे करा जाउतिबा आलोचना बा उपदेश को आमे परामर्श कहि ओके नेक्स्ट तांकर डैश नीति पाई से सबुठारे बदनाम एठी हमर आंसर भूल देछि हबो हुक्का पिठा माने कौन माने किछि न बुझी हठात काम रे लागि पड़िबा ओके तो आमर एठी चालबाजी हबो नाही आंसर हबो हुक्का पिठा किंतु ए क्वेश्चन रो आंसर भूल देथिला परे पिलांकु गेस मार्क मिलिथिला ओके
ଦେଖନ୍ତୁ ଓଡ଼ିଆ ଗ୍ରାମାରରେ କ୍ୱେଶ୍ଚିନ୍ ଆମର ଏତେ ଲେବୁଲ୍ ଆସିବନି ପରୀକ୍ଷାରେ କହୁଛି। ନବମ ଦଶମ ବହି ଅଛି ତାକୁ ଟିକେ ଭଲସେ ପଢ଼ନ୍ତୁ, ସେଇଥିରୁ ହିଁ କ୍ୱେଶ୍ଚିନ୍ ଆସିବ। ଓକେ, ନେକ୍ସଟ କ୍ୱେଶ୍ଚିନ୍ ଦେଖନ୍ତୁ, ସବୁ କଥାରୁ ଡ୍ୟାସ୍ ତାଙ୍କର ଏକ ମନ୍ଦ ଅଭ୍ୟାସ, କ୍ଷୀୟ କାଢ଼ିବା। କ୍ଷୀୟ କାଢ଼ିବା ମାନେ କ'ଣ? କଥାକୁ ଘାଣ୍ଟି ଦୋଷ ଖୋଜିବା, ମାନେ ସବୁ କଥାରୁ ସେ ଦୋଷ ଖୋଜିବା ତାଙ୍କର ଏକ ମନ୍ଦ ଅଭ୍ୟାସ। ନେକ୍ସଟ ଦେଖ, ଏଇଟା କେଉଁ ଚାପ୍ଟର ଆସିଲା କ୍ୱେଶ୍ଚିନ୍? ସନ୍ଧି ବିଚ୍ଛେଦରୁ। ସନ୍ଧି ଆମର କାହାକୁ କୁହାଯାଏ? ସନ୍ଧି କେତେ ପ୍ରକାର? ସନ୍ଧି କାହାକୁ କୁହାଯାଏ? ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ବର୍ଣ୍ଣ ସହ ପରପଦର ମିଳନକୁ ଆମେ ସନ୍ଧି କହିଥାଉ। ସନ୍ଧି ଆମର 3 ପ୍ରକାର, ସ୍ୱର ସନ୍ଧି, ବ୍ୟଞ୍ଜନ ସନ୍ଧି, ବିସର୍ଗ ସନ୍ଧି। ତେବେ ଏଠି ଯେଉଁ ଦେଇଛି ସ୍ୱାଗତ, ଏଇଟା କି ସନ୍ଧି? এইটা ହେଉଛି ଆମର ସ୍ୱର ସନ୍ଧି। ଏଠି ଆମର ଗୋଟେ ରୁଲ୍ ଫଲୋ କରାଯାଇଛି, କ'ଣ ନା ଯଦି ହ୍ରସ୍ୱ କିମ୍ବା ଦୀର୍ଘ ପରେ କହୁଛି ଲେଖି ରଖ, ଯଦି ହ୍ରସ୍ୱ କିମ୍ବା ଦୀର୍ଘ ପରେ ଆମର ହ୍ରସ୍ୱ କିମ୍ବା ଦୀର୍ଘକୁ ଛାଡ଼ି ଅନ୍ୟ କୌଣସି ସ୍ୱରବର୍ଣ୍ଣ ରହୁଛି, ତେବେ ହ୍ରସ୍ୱ କିମ୍ବା ଦୀର୍ଘ ସ୍ଥାନରେ ଆମର ୱା ଶବ୍ଦ ୟୁଜ୍ ହୋଇଥାଏ। ମୁଁ ଜାଣେ ବହୁତ ଜଣ ବୁଝିପାରୁନଥିବେ। ଦେଖ ମୁଁ ଏଠି ଲେଖିଲି ସୁଯୁକ୍ତ ଆଗତ, ସ୍ୱାଗତ। ଓକେ, ଦେଖ ଏଠି ସ୍ୱାଗତରେ ଯେଉଁ ମୁଁ ଲେଖିଲି ସୁ, ଆମର ଏଇଟା କେଉଁ ମାତ୍ରା ଅଛି? ହ୍ରସ୍ୱ ଉକାର ଅଛି। ହ୍ରସ୍ୱ ବା ଦୀର୍ଘ ପରେ ଯଦି ହ୍ରସ୍ୱ ଦୀର୍ଘ ନଥିବ, ତାପରେ ଦେଖିଲ ଆମର ହ୍ରସ୍ୱ ଉକାର କିମ୍ବା ଦୀର୍ଘ ଉକାର ଆଉ କିଛି ଅଛି? ତମେ କହିବ ନାହିଁ ଭାଇ ଆଉ କିଛି ତ ନାହିଁ। ଯଦି ନାହିଁ, ପରବର୍ଣ୍ଣ ସହ ଇଏ ମିଳନ ହୋଇକି ୱା ହୋଇଥାଏ। ଯେମିତିକି ସୁ ସହିତ ଆ ମିଶିଗଲା, କ'ଣ ହେଇଗଲା? ସ୍ୱା। ଗତ ଯେମିତି ଥିଲା ଗତ ସେମିତି ଲେଖା ଗଲା। ଓକେ, ନେକ୍ସଟ ଦେଖ, ଅଳକାଶ୍ରମକୁ ଓଡ଼ିଶାର ସାବରମତୀ କୁହାଯାଏ। ଏଠି ଗୋଟେ କଥା ମନେ ରଖିବ, ଯାହାକୁ ଯାହା ସହିତ ତୁଳନା କରାଯାଇଥିବ ପ୍ରଥମକୁ ଆମର ନାମବାଚକ ବିଶେଷ କୁହାଯାଏ, ଯାହା ସହିତ ତୁଳନା କରାଯାଇଥିବ ତାକୁ ଜାତିବାଚକ ବିଶେଷ କୁହାଯାଏ। ମୁଁ ଜାଣେ ଏଠି ବହୁତ ସାରା ପିଲା ବୁଝିନଥିବେ। ପ୍ରଥମେ ତମେ ମୋତେ କୁହ ଏଠି କାହାକୁ କାହା ସହିତ ତୁଳନା କରାଯାଇଛି? ଅଳକାଶ୍ରମକୁ ସାବରମତୀ ସହ ତୁଳନା କରାଯାଇଛି। କାହାକୁ ତୁଳନା କରାଯାଇଛି? ଅଳକାଶ୍ରମକୁ। ତେଣୁ ଏଇଟା ହେଉଛି ନାମବାଚକ ବା ସଂଜ୍ଞାବାଚକ ବିଶେଷ କହିପାରିବା। କାହା ସହିତ ତୁଳନା କରାଯାଇଛି? ସାବରମତୀ ସହ। ଯାହା ସହିତ ତୁଳନା କରାଯାଇଛି ସେଇଟା ହେଉଛି ଜାତିବାଚକ ବିଶେଷ। ବିଶେଷ୍ୟ ଆମର କେତେ ପ୍ରକାର? 5 ପ୍ରକାର। ନାମ ବା ସଂଜ୍ଞାବାଚକ, ବସ୍ତୁବାଚକ, ଜାତିବାଚକ, ଗୁଣବାଚକ, କ୍ରିୟାବାଚକ। ତ ନାମବାଚକ ବିଶେଷ ମାନେ କ'ଣ? କୌଣସି ଗୋଟେ ନିର୍ଦ୍ଦିଷ୍ଟ ନାମକୁ ବୁଝାଉଥିବେ, ଯେମିତିକି ଅଳକାଶ୍ରମ। ଜାତିବାଚକ ମାନେ କୌଣସି ଗୋଟେ ନିର୍ଦ୍ଦିଷ୍ଟ ଜାତିକୁ ବୁଝାଉଥିବ। କ୍ରିୟାବାଚକ ମାନେ ଗୋଟେ ନିର୍ଦ୍ଦିଷ୍ଟ କାମ ହେବାର ସୂଚନା ମିଳୁଥିବ। ଗୁଣବାଚକ ମାନେ ନିର୍ଦ୍ଦିଷ୍ଟ ଗୁଣ, ଯେମିତିକି ଭଲ, ମନ୍ଦ, ଖରାପ, ଏସବୁ ହେଉଛି ଗୁଣ। ଓକେ, ନେକ୍ସଟ କ୍ୱେଶ୍ଚିନ୍, ସତ୍ୟ ପ୍ରକାଶ କରିବା ସମ୍ବାଦପତ୍ରର ଧର୍ମ। ସତ୍ୟ ଏଇନେ କହିଥିଲି, ଭଲ, ମନ୍ଦ, ଖରାପ, ସତ୍ୟ, ମିଥ୍ୟା, ଏସବୁ ହେଉଛି ଗୋଟେ ଗୋଟେ ଗୁଣ। ତେଣୁ ଏଇଟା କ'ଣ? ଗୁଣବାଚକ ବିଶେଷ୍ୟ। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା ପୂର୍ବରୁ ଆଉ ଥରେ କହିବା ପାଇଁ ଚାହିଁବି, ଯେଉଁମାନଙ୍କୁ ଫରେଷ୍ଟ ଗାର୍ଡ଼, ଫରେଷ୍ଟର କିମ୍ବା RIMର PIQ କ୍ୱେଶ୍ଚିନ୍ ଦରକାର ୱିଥ୍ ଆନ୍ସର, ଯାହାକୁ ବି ଦରକାର, 8249079209 ଏଇ ନମ୍ବରରେ ହ୍ୱାଟ୍ସଆପ୍ କର। କେବଳ 29 ଟଙ୍କା। କେତେ ଟଙ୍କା? କେବଳ 29 ଟଙ୍କା। କେବଳ 29 ଟଙ୍କା ପେ କରିବ, ତୁମକୁ RIMର PDF ମିଳିଯିବ। କେବଳ 29 ଟଙ୍କା ପେ କରିବ, ଫରେଷ୍ଟ ଗାର୍ଡ଼ PDF ମିଳିଯିବ। ବୋଥର ଦରକାର 50 ଟଙ୍କା ପେ କର, ବୋଥର PDF ୱିଥ୍ ଆନ୍ସର ମିଳିଯିବ। ଓକେ, ଦେଖ କ'ଣ ଦେଇଛି? ଜାଗ୍ରତ, ଏହାର ବିପରୀତ କ'ଣ ହେବ? କ'ଣ ହେବ? ସୁପ୍ତ। ହେଇଥାନ୍ତା ଜାଗୃତି, ତାହେଲେ କ'ଣ ହେଇଥାନ୍ତା? ସୁପ୍ତି ହେଇଥାନ୍ତା। ଓକେ, ଦେଖ ପୁଣି ଆସିଗଲା ସନ୍ଧି ଚାପ୍ଟରରୁ କ୍ୱେଶ୍ଚିନ୍। ପୁନଃ ଯୁକ୍ତ 12, এইটা କେଉଁ ସନ୍ଧି କହିଲ? ଏଇଟା ସମସ୍ତେ ଜାଣିଥିବ, ବିସର୍ଗ ଅଛି ମାନେ ବିସର୍ଗ ସନ୍ଧି। କିନ୍ତୁ ଏଠି ଗୋଟେ ରୁଲ୍ ଫଲୋ କରାଯାଉଛି, କ'ଣ ନା ଯଦି ବିସର୍ଗ ଶବ୍ଦ ପୂର୍ବରୁ, ଓକେ, ବିସର୍ଗ ପୂର୍ବରୁ
जदि आमर अ किंबा आ थाए ओ परे कौनसी वर्गर तृतीय चतुर्थ किंबा पंचम वर्ण थाए किंबा ज र ल ब ह थाए तेबे विसर्ग स्थान रे आमर कौन होता है ना र होता है। बुझीपार न कौच देख विसर्ग आमर कौटी अच्छी कह न पाखे न न कौन और साउंड दूची ना और साउंड दूची पर कौन वर्गर तृतीय चतुर्थ पंचम वर्ण थी देख बटा हूँ आम तृतीय वर्ण किंबा ज र ल ब ह थी किंबा ब तृतीय चतुर्थ पंचम वर्ण रहू किंबा आमर ज र ल ब ह ये शब्द रहू जदि रही कौन हम ना आमर विसर्ग कटिज से रेफ्रे यूज हम जमीक पुनः जुत बार पुनर्बार होती। ओके नेक्स्ट क्वेश्चन ओडिया भाषार विवर्तन धारा केवेठू चली आसी यहाँ गोटे आउट ऑफ सिलेबस तो कौन आंसर 2000 वर्ष रु अधिक देख आसीगला वर्गर क्वेश्चन समस्ते जानिच आमर वर्ण दी प्रकार गोटे हूँ स्वर वर्ण आ गोटे हूँ व्यंजन वर्ण व्यंजन वर्ण को आमर दी भाग विभक्त कराई गोटे हूँ वर्गीय व्यंजन आ गोटे हूँ अवर्गीय व्यंजन वर्गीय व्यंजन को 5 भाग विभक्त कराई कौन कौन कचट तप करे कौन कंठ्य चरे तालव्य ତରେ मूर्धन्य ତରେ कौन दंत्य पर उष्ट्य समझते जान तेरे प वर्ग कौन रहा उष्ट्य अरे आउ थे कौच टेंशन नहीं आमर अवर्गीय व्यंजन मान को 5 भाग विभक्त कराई कौन कौन कचट तप समझते जान कंठ्य तालव्य मूर्धन्य दंत्य उष्ट्य तो आमर प वर्गटा कौन उष्ट्य वर्ण। नेक्स्ट क्वेश्चन जो विशेषण पद विशेष्य पदर कौन सी गुण को सूचाए एवं कही जदि कौन सी संख्या थी आम संख्यावाचक विशेषण कहवा कौन सी अवस्था को बुझेब अवस्थावाचक विशेषण कौन सी गुण को बुझाऊँ तेणु गुणवाचक विशेषण जदि कौन सी परिमाण को बुझेब तेज आम परिमाण विशेषण विशेषण आमर केते प्रकार 8 प्रकार कौन कौन संख्यावाचक अवस्थावाचक परिमाणवाचक पूरणवाचक। ओके संस्करण पुणी संधि आसला तो यहाँ आम कौ संधि हम व्यंजन संधि हम संस्करण केमिति होइछि जदि सम उपसर्ग पर कौन जदि सम उपसर्ग पर कृत धातु निष्पन्न पद करण कार किंबा कृत ओके रहे तेबे मो स्थान रे अनुसार हुए आउ थे कौच देख सम उपसर्ग पर कृत धातु निष्पन्न पद कृत धातु माने करण केमती कृत जुत कार्य करण कृत जुत अन्न कार कृत जुत आ कार यहपरी शब्द रोचे तेबे मो स्थान रे आमर अनुसार हुए जमीक गोटे उदाहरण दूसरी संस्कार केमिति सम जुत कार जमी संस्कृत केमती सम जुत कृत। ओके नेक्स्ट निम्नोक्त मध्यरु केउटा अलगा तपन भानु सूर्य ये सब सूर्यंकर प्रतिशब्द किंतु नभ आकाश गगन ये सब आकाशर प्रतिशब्द। नेक्स्ट निम्न प्रदत्त संस्कृत शब्द केउटी ओडिया रे उपसर्ग होई व्यवहृत होई नै एटा तुम जदि उपसर्ग जानिच 20टा निश्चिंत करि उपसर्ग आमर 20टी कौन कौन प्र परा अप सम अनु अप निस निर दुस दूर दूर अभि सु उत अभि पति आ अपि उप आ 20टा रोची सेथेरे आमर अंतः रोची कि तीरह रोची कि आभि रोची कि रहुनी किंतु नीर रोची नीरटा आमर ओडिया उपसर्ग व्यवहृत होई पाने किंतु एसबु यूज होची मु तुमको कहबी अंतः लगे तुम गोटे वाक्य कहल कौन कह कौन कह अंतर्जातीय तीर लगे तिरस्कार आबिर लगे आविष्कार। ओके नेक्स्ट क्वेश्चन से जड़े बड़ गुहालिया लेख बड़ देख लोक हूँ विशेष्य गुहालिया विशेष्यर विशेषण गुहालिया को एठी किए विशेषित कर बड़
ପଡ଼ ଏଠି କ'ଣ ହେବ ବିଶେଷଣର ବିଶେଷଣ। ନେକ୍ସଟ ଆଜିର ଶେଷ ପ୍ରଶ୍ନ, ସୂର୍ଯ୍ୟ ପଶ୍ଚିମ ଦିଗରେ ଅସ୍ତ ଗଲେ ଏଇଟା କି ପ୍ରକାର କ୍ରିୟା? ଅମିଶ୍ର କ୍ରିୟା ମିଶ୍ର କ୍ରିୟା, ପିଲାଙ୍କ ଭିତରେ ଡାଉଟ୍ ଥାଏ। ମିଶ୍ର କ୍ରିୟା ମାନେ କ'ଣ, ଯାହାକି ଦୁଇଟି କ୍ରିୟାର ମିଶ୍ରଣରେ ଯେଉଁ କ୍ରିୟା ଗଠିତ ହୋଇଥାଏ ତାକୁ ଆମେ ମିଶ୍ର କ୍ରିୟା କହିଥାଉ। ଅମିଶ୍ର କ୍ରିୟା ମାନେ ଗୋଟିଏ କ୍ରିୟାର ମିଶ୍ରଣ ଗଠନ ହୋଇଥାଏ। ଆଉ ସକର୍ମକ ତ ଯେଉଁଠାରେ କର୍ମ ଥିବ, ଅସମାପିକ ମାନେ ଯେଉଁଠି ବାକ୍ୟ ସମାପ୍ତ ହେଉନଥିବ। ଓକେ, ମିଶ୍ର କ୍ରିୟା ଦେଖ, ଅସ୍ତ ଗଲେ, ଅସ୍ତ ହେଉଛି ଗୋଟେ କ୍ରିୟା, ଗଲେ ହେଉଛି ଗୋଟେ କ୍ରିୟା, ଦୁଇଟି କ୍ରିୟାର ମିଶ୍ରଣରେ ଇଏ ତିଆରି ହେଉଛି, ତେଣୁ ଆକୁ ଆମେ ମିଶ୍ର କ୍ରିୟା କହିପାରିବା। କିନ୍ତୁ ସେଇଠି ମୁଁ ଯଦି ତୁମକୁ କହିବି ଅମିଶ୍ର କ୍ରିୟା କୁହ, କ'ଣ କହିବ? ଅସ୍ତାଇଲେ। ଓକେ, କ'ଣ କହିବ? ଅସ୍ତାଇଲେ। ତେବେ ଆମର ଅସ୍ତ ଗଲେ କ'ଣ ହେବ? କେଉଁ କ୍ରିୟା? ମିଶ୍ର କ୍ରିୟା। ଓକେ, ତ ଫ୍ରେଣ୍ଡ ଇଏ ଥିଲା ଆମର ଓଡ଼ିଆ ଗ୍ରାମର 25ଟା କ୍ୱେଶ୍ଚିନ୍, ଯାହାକି ଆମେ ପିଆଇକୁ ଭଲସେ ଡିସ୍କସନ୍ କଲେ। ଭାବୁଛି ଫୁଲ୍ ଡିଟେଲ୍ସ ବୁଝିପାରିଥିବେ। କିଛି ବି ଡାଉଟ୍ ଥିବ ଜରୁର କମେଣ୍ଟ କରିବେ। ଆଉ ଥରେ କହୁଛି, ଯାହାକୁ ଫରେଷ୍ଟ ଗାର୍ଡ଼ RIMର PDF ଦରକାର ୱିଥ୍ ଆନ୍ସର୍ 8249079209 ଏଇ ନମ୍ବର ମେସେଜ୍ କର। କେବଳ 29 ଟଙ୍କା ପେ କରିବ, ତୁମକୁ RIMର PDF ମିଳିଯିବ। କେବଳ 29 ଟଙ୍କା ପେ କରିବ, ଫରେଷ୍ଟ ଗାର୍ଡ଼ PDF ମିଳିଯିବ। ବୋଥର PDF ଦରକାର, କେବଳ 50 ଟଙ୍କା ରହୁଛି, ବୋଥର PDF ପାଇପାରିବ। ତ ଆଶା କରିବି ଭିଡ଼ିଓଟି ପସନ୍ଦ ଆସିଥିବ। ଯଦି ଭଲ ଲାଗିଛି କାଇଣ୍ଡଲି ଭିଡ଼ିଓକୁ ଲାଇକ୍ କରିଦେବ ଓ ଆଗକୁ ଏହିପରି ଭିଡ଼ିଓ ପାଇଁ ଚ୍ୟାନେଲକୁ ଜରୁର ସବସ୍କ୍ରାଇବ୍ କରି ସେୟାର କରିନେବେ।